जय मां काली मालो जन्म कालरू मो माँ बापा मुख मु केबे देखिनी जन्म कालरू तो पद तले मो पूजा कर माँ जन्म कालरू तो पद तले पूजा कर संसार जिते भी सज्जन मैंने अच्छा माँ उद्धार करू माँ उद्धार करू संसार जिते भी दुष्ट पापी मैंने अच्छा माँ विनाश करू माँ विनाश करू। जय माँ काली जय माँ कालिका जय माँ अंबिका जय तुई माँ भवानी जय माँ कालिका जय माँ अंबिका जय तुई माँ भवानी नमो नमो रतिका तुई अचुकतायनी जय माँ कालिका जय माँ अंबिका जय तुई माँ भवानी जय माँ काली। देवता कष्ट सही न पारी सुमनि सुख विनाश करिलु देवता कष्ट सही न पारी सुमनि सुख विनाश करिलु महिषासुर वध करि मत खेलु महिष मर्दिनी जय मां कालिका जय मां अंबिका जय तुई मां भवानी जय मां काली। मालो आओ किछि दिन पर माँ आओ किछि दिन पर पवित्र महासंक्रांति अच्छी प्रत्येक वर्ष बोली ए वर्ष भी तो पदतल मु पूजा अर्चना करी माँ ए वर्ष भी तो पदतल मु पूजा अर्चना करी आओ जमिति हेले मत से ब्रह्म कमल का आनिबा को पड़िबो माँ आनिबा को पड़िबो। जय मां काली मो पद तल को चली आसला रही जाबे रही जा तो ताको छुई पामना तुम माने केबे अरे मो मंदिर को तुम पद तल को केबे अरे वो पचारुची तो केबे मु के तू जानबो हां ताले सुन मु होछ से मांकर श्रेष्ठ भक्त हमरा नाम होछ काली शंकर तो काली शंकर हा न जो शंकर हा ए चंद्रहास्य मरिबा औ से मोरी हातरे मरिबा ए तो फड़ारे कहूचे चंद्रहास्य को एक छाड़ दे तो जो पथ दे आसी ना से पथ दे चल जा बस चल जा रही जाबे ए पिलाटू जीवन मार देबे तुम माने चेष्टा करछ ना करबे एटा होछि मोर मूल लक्ष्य अबे चंद्रहास्य जदि न मरे मु बर्बाद हो जेबे काल संसार मु बर्बाद हो जेबे एनु चंद्रहास्यटा मोरी हातरे मरिबा से आसी माने भल होइची काहे कि ना मो मां को पाखक से भोग है कि चली आसी से तो मो भोग न हेबे से मो भोग आ ये मो भोग को मो प्रसाद से बन करबा को चाहे एनु काल शंकर चंद्रहास्यटा मोर हातरे एल से मरिबा आ छोड़ काल शंकर मो रास्ता रे कंटा हेबा को चेष्टा करे से कंटाटा को मो सब दिन पे सफा कर दे काली सब दिन पे सफा कर देबे एक तो चलो हां बाबा एक तो जब सिका बस
ଆମ ଶିକ୍ଷା ଉପରେ ସେ ଯଦି ବାଧା ଦେବାକୁ ଚେଷ୍ଟା କରେ ତାକୁ ମଧ୍ୟ ଜୀବନ ଶେଷ କରିଦେବ କାରଣ ତାକୁ ମଧ୍ୟ ଜୀବନ ଶେଷ କରିଦେବ। ତମେ ଚିନ୍ତା କରନି ବାବା, ସେଇଥିପାଇଁ ତ ତମରି କାଳପ୍ରଟା ତମ ପାଖରେ ଅଛି। ଏ କାଳି ଶଙ୍କର ଛଡା ଆଉ ଯୋଉ ଶଙ୍କର ବି ଆସ ଏ ଚନ୍ଦ୍ରାଚକୁ ସେ ବଞ୍ଚେଇ ପାରିବନି। ଯେ କାଳି ଶଙ୍କର ତତେ ଏତେ ବୁଝାଇ କହିଲା ସତେ ତୁମ କଥାକୁ ଅବୁଝ ହନା। এই চন্দ্রাচকো এই ছাড়ি তো চালিযা। আরে বাবা তো পুরোটাকে ଟିକେ ଭଲ ଭାବରେ ବୁଝେଇବେ। ମୁଁ ଯେତେ ବୁଝେଇଲା ପରେ ବି ମୋ କଥାକୁ ସେ ଜମାରୁ ମାନୁନାହାନ୍ତି ବାବା। ତୁ ଟିକେ ଭଲ ଭାବରେ ତାକୁ ବୁଝେଇ ଦେ। ହ୍ୟାଲୋ বাবা ତାକୁ ଟିକେ ତୁ ମାନିଯା ବାବା। ସେ କହୁଛି ମୋ ମାଙ୍କୁ ମନ୍ଦିରକୁ ଆସିଛି ମାନେ ମୁଁ ତାକୁ ବଳି ଦେଇଦେବି। ଆମେ କହୁଛୁ ଏ ଚନ୍ଦ୍ରାଶକୁ ଜୀବନରେ ଶେଷ କରିଦେବା। ତମେ ତା କଥାକୁ ହয়তো বিশ্বাস କରିପାର ବାବା। ତମେ କାଳପ୍ରଟା କେବେ বিশ্বাস କରିପାରିବ ନାହିଁ। ଯେମିତି ବାବା ଏ କାଳିଶଙ୍କର କଥାରେ ମୁଁ একমত হয়েଯିବି। ଏ କାଳିଶଙ୍କର ତୁ ଏ ଚନ୍ଦ୍ରହସ୍ତକୁ ମାରିଦେବ ଏହାର କିଛି ପ୍ରମାଣ ଅଛି ନା? ତୁ ମାରିବୁ ନ ମାରିବୁ ତୋ କଥାକୁ ଆମେ କେମିତି ବିଶ୍ୱାସ କରିବ? ଆଉ ଏ ଚନ୍ଦ୍ରହସ୍ତ ଯଦି ବଞ୍ଚିଯାଏ ମୁଁ ତ କହୁଛି ମୁଁ ବର୍ବାଦ ହେଇଯିବି। ଯେମିତି କାଳିଶଙ୍କର ଯେମିତି ମୁଁ ତୁମକୁ କଥା ଦଉଛି ଯେମିତି ହେଲେ ମୁଁ ତାକୁ ମାରିକି ଅଛି। କାହିଁକି ନା ମୋ ମାଙ୍କ ପାଖରେ ବଲି ଦରକାର ଥିଲା। ହେଲେ ମୁଁ ବଲି ମୋ ପାଖକୁ ସେ ଚାଲି ଆସିଛି ମାନେ ତାକୁ ଯେମିତି ହେଲେ ବି ମୋ ମାଙ୍କ ପାଖରେ ମୁଁ ବଲି ଦେଇଦେବି। କାଳିଶଙ୍କର ତୁ ସତ କହୁଛୁ? ହଁ ମୁଁ ସତ କହୁଛି। ଏ ଚନ୍ଦ୍ରାଚକୁ ତ ତୋ ମା ପାଖରେ ତ ବଳି ଦେଇଦେବ। ହଁ ମୋ ମା ବୁଝିଗଲି କାଳିଶଙ୍କର, ସମ୍ପୂର୍ଣ୍ଣ ଭାବରେ ମୁଁ ବୁଝିଗଲି। ତାମାନେ ୟାକୁ ମୁଁ ମାରିଦେବି ବୋଲି ଭାବିଥିଲି ସେ କାର୍ଯ୍ୟଟା ତୁ ଅତି ସହଜରେ କରିଦେବ। ଦେଖ କାଳିଶଙ୍କର ତୋର ଉପରେ ମୋର ବିଶ୍ୱାସ ରଖି ଆମ ବାପ ପଦଟା ଏଠୁ ଆମେ ଛାଡ଼ି ଯାଉଛ। ତୋ ହସ୍ତରେ ମୁଁ ଏ ଚନ୍ଦ୍ରହାସଟାକୁ ସମର୍ପଣ କରିଦେଲି। ହେଲେ ମନେ ରଖ ଚନ୍ଦ୍ରହାସଟା ଯେମିତି ମରିବା ଦରକାର। କାଳିଶଙ୍କର ତୁ ମୋ କଥାରେ କେବେ ଛଳନା କରିବୁ? ତାହେଲେ ମୁଁ ଆସୁଛି କାଳିଶଙ୍କର, ମୁଁ ଆସୁଛି। ସେ ଦୁଇ ଜଣ ବାବା ପୁଅକୁ ମୁଁ ଯେତେବେଳେ କଥା ଦେଇଛି ମାନେ ତତେ ଯେମିତି ହେଲେ ବି ମୋ ମାଙ୍କ ପାଖରେ ମୁଁ ତତେ ବଳି ଦେଇଦେବି। ମୁଁ ତତେ ବଳି ଦେଇଦେବି। ତତେ କଣ ମୁଁ କଣ କହିଲି? ମୋ କଥା କଣ ବୁଝିପାରିଲୁନି? ନାଇଁ ବାବା, ଆପଣ ସେମିତି କୁହନ୍ତୁ। ମୁଁ ଆପଣଙ୍କର କଣ କ୍ଷତି କରିଛି? ଆପଣ ମତେ ମା କାକୁଡ଼ିକି ଛାଡ଼ିଦେବେ। ଆପଣ ମତେ ବଲେଇ ଦେଇଦେବେ ବାବା। ମତେ ମୋ ବାଟରେ ଯିବାକୁ ଦିଅନ୍ତୁ ବାବା। ମତେ ମୋ ବାଟରେ ଯିବାକୁ ଦିଅନ୍ତୁ। ତତେ ପୁଣି ତୋ ରାସ୍ତାରେ ମୁଁ ଯିବାକୁ ଦେବି? ନାଇଁ ବେ, ତତେ ଯେମିତି ହେଲେ ବି ମୋ ମାଙ୍କ ପାଖରେ ମୁଁ ତତେ ବଳି ଦେଇଦେବି। ନାଇଁ ବାବା, ସେଇ ପାପୀ ମାନେ ଯେତେବେଳେ ମୋ ଜୀବନ ପଛରେ ମୋ ଜୀବନ ନେବା ପାଇଁ ଗୋଡ଼େଇଥିଲେ, ମୁଁ ଏଇ ମନ୍ଦିର ଦେଖି ଆପଣଙ୍କୁ ଜଣେ ସଜ୍ଜନ ଭାବି
ଆପଣଙ୍କ ଚରଣ ତଳକୁ ଦୌଡ଼ି ଆସିଥିଲି ଆଶ୍ରୟ ନିମନ୍ତେ, କିନ୍ତୁ ଆପଣ ମୋତେ ଆଶ୍ରୟ ନେଇ ଦେବି ବଳିଦାନ ପାଇଁ କହୁଛନ୍ତି। ନାଇଁ ବାବା, ଆପଣ ଆଶ୍ରୟ ନ ଦେଲେ ନାହିଁ, କିନ୍ତୁ ଆପଣ ମୋତେ ବଳିଦାନ କଥା କହୁଛନ୍ତି। ମୋତେ ମୋ ବାଟରେ ଯିବାକୁ ଦିଅନ୍ତୁ ବାବା, ମୋତେ ମୋ ବାଟରେ ଯିବାକୁ ଦିଅନ୍ତୁ। ରେ ତତେ ପୁଣି ତୋ ବାଟରେ ମୁଁ ଯିବାକୁ ଦେବି? ରେ ସେଇ ଦୁଇ ଜଣ ବାପ ପୁଅକୁ ମୁଁ ଯେତେବେଳେ କଥା ଦଉଛି ମାନେ ତତେ ଯେମିତି ହେଲେ ବି ମୋ ମାଙ୍କ ପାଖରେ ମୁଁ ଭୋଗ ଲଗେଇ ଦେବି ବେ, ଭୋଗ ଲଗେଇ ଦେବି। ଠିକ ଅଛି, ଠିକ ଅଛି। ଆପଣ ଯେତେବେଳେ ନିଜ ସତ୍ୟ ରକ୍ଷା ହେତୁ ଚଢ଼େଇ ନିରୀହ ମଣିଷର ବଳି ଦେବା ପାଇଁ ଚାହୁଁଛନ୍ତି, ଆପଣ ବଳି ଦେଇଦେବେ। ମୁଁ ଆଜି ଆଜି ମା କାଳୀଙ୍କ ଚରଣ ତଳେ ଭୋଗ ହେଇଯିବି। କିନ୍ତୁ ବାବା, ଆପଣଙ୍କ ଗୋଟିଏ ଅନୁରୋଧ, ଆପଣ ବଳି ଦେଇଦେବା ପୂର୍ବରୁ ମୁଁ ମୋ ଜୀବନରେ ଯେତେ ଦୁଃଖ ଦେଖିଛି, ଯେତେ କଷ୍ଟ ସହିଛି, ମୋ ଜୀବନରେ ଯେତେ ଅଘଟଣ ମାନେ ଘଟି ଯାଇଛି, ଥରୁଟିଏ ପାଇଁ ସେଇ ଦୁଃଖର କାହାଣୀ ଶୁଣିବା ପାଇଁ ପଡ଼ିବ। କୁହନ୍ତୁ ବାବା, ଶୁଣିବେ ନା ଆପଣ ସେଇ ମୋର ଦୁଃଖର କାହାଣୀ? ଶୁଣିବେ ନା ଆମର ସେଇ କଷ୍ଟର କାହାଣୀ? ତୋର ପୁଣି ଦୁଃଖର କାହାଣୀ? ହଁ ବାବା, ଦୁଃଖର କାହାଣୀ। ହେ ଯାହା କହିବାର ଅଛି ଶୀଘ୍ର କହି ପକା, ହେଲେ ମୋ ପାଖରେ ଆଉ ସମୟ ନାହିଁ ବେ। ସବୁ କହିବି, ସବୁ କହିବି ବାବା। ସତ କହିବାକୁ ଗଲେ ମୁଁ ହେଉଛି ଗୋଟିଏ ରାଜକୁମାର, ମୋର ମଧ୍ୟ ଗୋଟିଏ ସୁନାର ସଂସାରଟିଏ ଥିଲା। ମୋ ବାବା ସୁବର୍ଣ୍ଣପୁରର ମହାରାଜ କର୍ଣ୍ଣକେଶରୀ ଆଉ ମୋ ମା ସେ ମହାରାଣୀ ସୁଶୀଳା ଦେବୀ, ତାଙ୍କର ଏକମାତ୍ର ସନ୍ତାନ ମୋ ନାଁଟି ମୋର ଚନ୍ଦ୍ରହାସ। ସେଦିନ ଥିଲା ମୋ ଜନ୍ମଦିନ, କିନ୍ତୁ ରାଜା ସିଂହାସନ ଲୋଭରେ ପଡ଼ି ସେଇ କାଳର ମହାମନ୍ତ୍ରୀ ବଛର ଖଣ୍ଡେ ଏବଂ ତା ପୁତ୍ର କାଳ ପ୍ରଳୟ ମିଶି ମୋ ମା ବାବାଙ୍କୁ ନିର୍ମମ ଭାବରେ ହତ୍ୟା କରିଦେଲେ। କିନ୍ତୁ ବାବା, ଆଉ ଯେତେବେଳେ ସେମାନେ ମୋ ଜୀବନ ପଛରେ ଗଡ଼ିଥିଲେ, ମୁଁ ଆପଣଙ୍କ ଚରଣ ତଳେ ଆଶ୍ରୟ ନେବା ପାଇଁ ଦୌଡ଼ି ଆସିଛି। କିନ୍ତୁ ମୋ ମା ବାବାଙ୍କୁ ପ୍ରତିଜ୍ଞା କରିଛି, ଶପଥ କରିଛି ଯେ ଦିନେ ନା ଦିନେ ସେଇ ପାପୀମାନଙ୍କୁ ଉଚିତ ଶାସ୍ତି ଦେବି, ଉଚିତ ଦଣ୍ଡ ଦେବି। କିନ୍ତୁ ଆଜି ଯଦି ମା କାଳୀଙ୍କ ଚରଣ ତଳେ ଆପଣ ମୋତେ ବଳି ଦେଇଦେବେ, ମୁଁ କ'ଣ ସେଇ ମୋର ପ୍ରତିଜ୍ଞାକୁ ପୂରଣ କରିପାରିବି? ମୋର କ'ଣ କୌଣସି ଅଧିକାର ନାହିଁ? ମୁଁ ଦେଇଥିବା ମୋ ବାବା ବାବୁଙ୍କୁ ଶପଥ କରିବା ପାଇଁ ମୋର କ'ଣ କୌଣସି ଅଧିକାର ନାହିଁ ସେ ପ୍ରତିଜ୍ଞା ପୂରଣ କରିବା ପାଇଁ? କୁହନ୍ତୁ ବାବା, କୁହନ୍ତୁ, ଆପଣ କ'ଣ ସତରେ ମୋତେ ବଳି ଦେବେ? କୁହନ୍ତୁ ବାବା, କୁହନ୍ତୁ। ଆରେ ବାବା, ତୋ ଜୀବନରେ ବହୁତ କିଛି ଘଟି ଯାଇଛି ରେ ବାବା। ଆଉ ଶେଷରେ ସେ ଦୁଇ ଜଣ ବାପ ପୁଅ ମିଶି ତୋ ସୁନାର ସଂସାରକୁ ଉଜାଡ଼ି ଦେଇଛନ୍ତି ରେ ବାବା। ଆଉ ଶେଷରେ ତୋ ମାତା ପିତାଙ୍କୁ ମଧ୍ୟ ସେମାନେ ଜୀବନରୁ ମାରି ଦେଇଛନ୍ତି ରେ ବାବା। ବାବା, ଆରେ ବାବା, ବାବା, ମୁଁ ତତେ ଆଶ୍ରୟ ଦେବି ରେ ବାବା, ମୁଁ ତତେ ଆଶ୍ରୟ ଦେବି। ହେଲେ ବାବା, ବାବା, ଦିନେ ନା ଦିନେ ଏମିତି ଠିକ ସମୟ ଆସିଲେ ବାବା, ସେ ପାପୀ ମାନଙ୍କୁ ତୁ ବିନାଶ କରିବୁ ରେ ବାବା, ବିନାଶ କରିବୁ। ଠିକ ଅଛି ବାବା, ଆପଣ ଯେତେବେଳେ ଆଶ୍ରୟ ଦେବେ, ତାହେଲେ ମୁଁ ନିଶ୍ଚିତ ରୂପରେ ମୋ ମା ବାବାଙ୍କୁ ଦେଇଥିବା ସେ ପ୍ରତିଜ୍ଞାକୁ ମୁଁ ପୂରଣ କରିବି। ମୋ ମା ବାବାଙ୍କୁ ଦେଇଥିବା ସେ ମୋର ଶପଥକୁ ପୂରଣ କରିବି। ସେଇ ପାପୀମାନଙ୍କୁ ମୁଁ ଉଚିତ ଶାସ୍ତି ଦେବି ବାବା, ଦିନେ ନା ଦିନେ ମୁଁ ଉଚିତ ଶାସ୍ତି ଦେବି। ହେଲେ ବାବା, ବାବା, ଆଉ ଗୋଟେ କଥା ଶୁଣିଯା ରେ ବାବା, ଆଉ ଗୋଟେ କଥା ଶୁଣିଯା। ଆଜି ଦିନ ଠାରୁ ତୁ ହେଇଯିବ ମୋର ସେଇ ପୋଷ୍ୟ ପୁତ୍ର, ଆଉ ମୁଁ ହେଇଯିବି ବାବା, ଆଉ ମୁଁ ହେଇଯିବି ତୋର ସେଇ ଧର୍ମ ପିତା।
মেঘ